ଆଜ୍ଞା କଥାରେ ଅଛି ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି। କଥାଟା ଆଜ୍ଞା ସମ୍ପୂର୍ଣ୍ଣ ଠିକ୍। ତେଣୁ ଏଇ ଚିନ୍ତା ଆଜି ଦୁନିଆର ସମସ୍ତଙ୍କ ପାଖରେ ଚିନ୍ତା ଏତେ ବଢ଼ି ଯାଇଛି ଯେ କି ଧାରଣା ବାହାରେ। ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ କହୁଛି ମୁଁ ଆଜି ବହୁତ ଟେନସନରେ ଅଛି। ଏଇ ଚିନ୍ତାରୁ ମୁକ୍ତି ପାଇବା ପାଇଁ ବହୁତ ବାଟ ଅଛି ଆଜ୍ଞା। ସାଧନା କରନ୍ତୁ, କିଛି ସମୟ ଖେଳନ୍ତୁ, ଖେଳ କସରତ କରନ୍ତୁ, କିମ୍ବା କୌଣସି ପତ୍ର ପତ୍ରିକା ଦେଖନ୍ତୁ, ପଢ଼ନ୍ତୁ, ଯେଉଁଥିରେ କି ଆପଣମାନଙ୍କର କିଛି ନା କିଛି ଚିନ୍ତା ଦୂର ହେଇଯିବ। ଆଉ ଅଷ୍ଟାଙ୍ଗ ଯୋଗ କଲେ ଆପଣଙ୍କର ଚିନ୍ତା ନିଶ୍ଚିତ ଦୂର ହେବ। କେମିତି ନା ଅଷ୍ଟାଙ୍ଗ ଯୋଗ କଲେ ମଣିଷ ତାର ମନଟାକୁ ନିଜ ଦେହ ଭିତରେ ରଖେ। ଅଷ୍ଟାଙ୍ଗ ଯୋଗ ଘଣ୍ଟେ 15 ମିନିଟ୍ କରାଯାଏ। ତେଣୁ ଯଦି ଆପଣଙ୍କ ମନଟା ଆପଣଙ୍କ ଶରୀର ଭିତରେ ବା ଦେହରେ ଜାଗ୍ରତ କରି ରଖନ୍ତି, ସେତେବେଳେ ଆପଣ ସବୁ ଭୁଲିଯିବେ। ତେଣୁ ଆଉ ଅଶାନ୍ତି ଆପଣଙ୍କ ମୁଣ୍ଡରେ ରହିବ ନାହିଁ। ତେଣୁ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ସାଧନା କରନ୍ତୁ, ଯେଉଁ ସାଧନା ବଳରେ ଆପଣଙ୍କର ଅଶାନ୍ତି ଦୂର ହେବ। ଆଉ ଅଶାନ୍ତି ଯଦି ରହିବ, ଆପଣଙ୍କୁ କୌଣସି ମୁହୂର୍ତ୍ତରେ ଟିକେ ଭଲ ଲାଗିବ ନାହିଁ। ଅଶାନ୍ତି ଏଭଳି ଏକ ରୋଗ ଯେ କି ନିଜକୁ ନିଜେ ତାକୁ ସଜାଡ଼ିବା ଛଡ଼ା ଆଉ କେହି ତାକୁ ପାରିବେ ନାହିଁ। ପ୍ରତ୍ୟେକ ମଣିଷର ଅଶାନ୍ତିର କାରଣ ହେଲା ଅହଙ୍କାର ଆଉ ବଡ଼ ହେବାର ଇଚ୍ଛା। ତେଣୁ ଏଗୁଡ଼ାକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ, ଦୂରେଇ ରୁହନ୍ତୁ। ଆଉ ଗୋଟେ କଥା ହେଉଛି, ସାଧନା କଲେ ଆପଣ ଯେତିକି ସମୟ ସାଧନା ଭିତରେ ରହିବେ, ସେତିକି ସମୟ ଆପଣ ନିଜର ମନକୁ ନିଜ ଅକ୍ତିଆର ଭିତରେ ରଖିବେ। ତେଣୁ ଏଇଭଳି ଯଦି ବାରମ୍ବାର ଆପଣ କରନ୍ତି, ତାହେଲେ ଆପଣଙ୍କ ଦେହକୁ ଆସୁଥିବା ଅଶାନ୍ତିଟା ସମ୍ପୂର୍ଣ୍ଣ ଦୂରେଇ ଯିବ। କିଛି ଦିନ ଆପଣ କରିକି ଦେଖନ୍ତୁ, ନିଶ୍ଚିତ ଜାଣିପାରିବେ ଅଶାନ୍ତି ପାଇଁ ଏକମାତ୍ର ଏ ଔଷଧ ଅଛି ଯେ କି ନିଜକୁ ନିଜେ ସାଧନା ଭିତରେ ବୁଡ଼େଇ ଦେବା। କୌଣସି ପ୍ରକାର ଖେଳ କସରତ କିମ୍ବା ହସ ମଜାକରେ ମଣିଷ ବି ଶାନ୍ତିର ଟିକେ ରହିପାରେ। ତେଣୁ ଯାହା ହେଉନା କାହିଁକି, ଆପଣ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ସାଧନା କରନ୍ତୁ, ଅଷ୍ଟାଙ୍ଗ ଯୋଗ କରନ୍ତୁ। ଅଷ୍ଟାଙ୍ଗ ଯୋଗ କଲେ ଆପଣଙ୍କର ମନ ଏକାଗ୍ରତା ଆସିବ। ଆଉ ଗୋଡ଼ ପାଖରୁ ମୁଣ୍ଡ ପର୍ଯ୍ୟନ୍ତ ଯୋଗ କଲାବେଳେ ଆପଣଙ୍କର ଧ୍ୟାନଟା ଆପଣଙ୍କ ଦେହରେ ରହିଯାଏ। ତେଣୁ ଅନ୍ୟମନସ୍କ ହେବାର ନାହିଁ। ଆପଣ ନିଶ୍ଚିତ ଭାବରେ ଏଥିରୁ ଶାନ୍ତି ପାଇବେ ଆଉ ଟେନସନରୁ ଦୂରେଇ ଯିବେ। ରହିଲେ ଆଜ୍ଞା, ଜୟ ଜୀବ। ସତର୍କ ବାଣୀ ଆଜି ଅଛି, ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ 5 ଲିଟର ପାଣି ନିହାତି ପିଅନ୍ତୁ। ଶରୀର ସୁସ୍ଥ ରହିବ, ଖାଦ୍ୟ ସମ୍ପୂର୍ଣ୍ଣ ହଜମ ହେବ। ରହିଲେ ଆଜ୍ଞା।